ମୁଁ କୃତଜ୍ଞତା ଜ୍ଞାପନ କରୁଛି। ପୁଣି ଉପସ୍ଥିତ ନିଶ୍ଚୟ ମୋ ବଡ଼ ଭାଇ ରାଉଳ ଆଜ୍ଞା, ବୀରେନ୍ଦ୍ର ଆଜ୍ଞା, ଅମର ଭାଇ, ସିଷ୍ଟର ମଧୁସ୍ମିତା ଭଉଣୀ, ପୁଣି ଏଇ ମଣ୍ଡଳୀ ଯେତେ ଉପସ୍ଥିତ ଅଛନ୍ତି ସେମାନଙ୍କ ଚରଣ ତଳେ ମୋ ବ୍ୟକ୍ତିଗତ ମୋ ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରେ। ପ୍ରତ୍ୟେକଙ୍କୁ ମୋ ନମସ୍କାର। ଆପଣମାନେ ମୋ ପରି ଅଯୋଗ ପାଇଁ ଯେ ପ୍ରଭୁଙ୍କର ବାକ୍ୟ ମୁଁ ଦେବି, ଏପରି ମୋର ସେପରି ଯୋଗ୍ୟତା ନାହିଁ, ଏପରି ଉତ୍ତମତା ନାହିଁ, ସେପରି ପବିତ୍ରତା ନାହିଁ। ଗୋଟେ ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରିବା ଲୋକ ପ୍ରଭୁଙ୍କର କି ବାକ୍ୟ ସେ କହିବ? କାରଣ ସେ ଡିପାର୍ଟମେଣ୍ଟ ବିଷୟ ଆପଣ ମାନେ ଜାଣନ୍ତି, କିନ୍ତୁ ମୋ ପରି ଅଯୋଗ୍ୟକୁ, ମୋ ପରି ଅଧମକୁ, ମୋ ପରି ପାପୀକୁ ସେ ଜନ୍ମାବଧି ଠାରୁ ଆଜି ପର୍ଯ୍ୟନ୍ତ କି ଭାବେ ରକ୍ଷା କରି ଆଣୁଛନ୍ତି। ପୁଣି ମୋର ପରିବାରକୁ ରକ୍ଷା କରିବା ପାଇଁ ଏଇ ଯୋଉ ମଣ୍ଡଳୀ ପ୍ରଭୁ ଆମମାନଙ୍କୁ ଦେଲେ, ଏହା ଦେଇଥିବାରୁ ଏ ଭୋର 4ଟାରେ ଉଠି ପାରୁଛି। ନହେଲେ କେତେଟା ପର୍ଯ୍ୟନ୍ତ ଶୋଇଥାନ୍ତେ, କେତେବେଳେ ଉଠିଥାନ୍ତେ, ଇଚ୍ଛା ହେଲେ ଟିକେ ପ୍ରାର୍ଥନା କରିଥାନ୍ତେ, କି ପଦେ ବାକ୍ୟ ପଢିଥାନ୍ତେ। এটা ମୁଁ ମୋ ପରିବାର ଆଜି ଆମେ ଧନ୍ୟ ମନେ କରୁଛୁ। ନିଶ୍ଚୟ ମତେ ନଭେମ୍ବର 17 ତାରିଖରେ ବାକ୍ୟ କହିବା ପାଇଁ ଦିଆଯାଇଥିଲା, କିନ୍ତୁ ମୋ ତରଫରୁ ଗୋଟେ ପ୍ରୋଗ୍ରାମ ଥିଲା କଲିକତା ଯିବା ପାଇଁ। ସେ ଦିନଟା ମୁଁ ମନା କରିଦେଇଥିଲି। ତାପରେ ପରେ ଆଜି ଦୀର୍ଘ ଦିନ ପରେ ଆପଣମାନେ ମତେ ସୁଯୋଗ ଦେଇଛନ୍ତି। ମୁଁ କ'ଣ କହିବି, କି ବିଷୟ କହିବି? ଆଗରୁ ମୋର କହିବା ଟପିକ ଆପଣମାନେ ଜାଣିଛନ୍ତି, ରେଗୁଲାରଲି କହି ଆସୁ ଯେ ପବିତ୍ର ମନର ପାପ ବିଷୟରେ ମୁଁ କହିକି ଆସୁଥିଲି। ତାପରେ ପରେ ଯେ ମନୁଷ୍ୟ ନିମନ୍ତେ ଗୋଟେ 3ଟି ଅତୁଳନୀୟ ଦାନ ଏ ବିଷୟ ବି କହି ଆସିଥିଲି। କିନ୍ତୁ ଏ କିଛି ଦିନ ହେଲା ମୁଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲି, ପ୍ରଭୁ ମୁଁ କି ବାକ୍ୟ କହିବି, କ'ଣ କହିବି ଏ ଦିନ ମାନଙ୍କରେ? ତୁମର ଇଚ୍ଛା ଯାହା ତାହା ହିଁ ପ୍ରକାଶ କର, ମତେ ହଜାଇ ଦିଅ, ଲୁଚାଇ ଦିଅ, ଆତ୍ମୀ ଚାଳନ୍ତେ କଥାକୁ ବୋଲି ପ୍ରଭୁଙ୍କ ଠାରେ ମୁଁ ନିବେଦନ କରୁଥିଲି। ପ୍ରଭୁ ମତେ ସେଇ ଭାବେ କଥା କହିଲେ ଯେ ଗୋଟେ ଅନୁରୋଧକାରୀ ପ୍ରାର୍ଥନା, କେତେ ପ୍ରାର୍ଥନା ଅଛି, କିନ୍ତୁ ଅନୁରୋଧ ପ୍ରାର୍ଥନା କରିବା ଦ୍ୱାରା ଆଜି ମୋ ପରିବାରରେ କି ମୋ ଜୀବନରେ କି ଆମ ପ୍ରତ୍ୟେକ ଜୀବନରେ କି ଲାଭବାନ ହୁଏ। ଆଉ ଯେ ଅନୁରୋଧ କରେ ସେ କି ପ୍ରକାର ଅନୁରୋଧ କରେ, କି ଭାବେ ନିଜକୁ ଜୀବନକୁ ପ୍ରଭୁଠାରେ ରଖି ଏଇ ଯୋଉ ଶୂନ୍ୟ ସ୍ଥାନରେ ସେ ପ୍ରାର୍ଥନା କରି ନିବେଦନ କରୁଥାଏ, ତାହା ମୋ ଜୀବନକୁ ଆସି ମତେ ଆସିଲା। ସେ ରକମ ବିଷୟରେ କିଛି କହିବି ବୋଲି ମନକୁ ଆସିଲା। ଏଣୁ ଏଇ ଅନୁରୋଧକାରୀ ପ୍ରାର୍ଥନା ବିଶେଷ ବ୍ୟକ୍ତିଙ୍କ ବିଷୟରେ ପ୍ରକାଶ କରିବା ପାଇଁ ପ୍ରଭୁ ମତେ ଚାଳନା ଦେଇଛନ୍ତି। ଏଣୁ କିଛି ଅଳ୍ପ ସମୟ ପ୍ରାର୍ଥନା କରିବୁ, ତାପରେ ପ୍ରଭୁଙ୍କ ବାକ୍ୟ ନିକଟକୁ ଯିବା। ପ୍ରେମମୟ ପବିତ୍ର ପିତା ପ୍ରଭୁ, ତୁମ ସୁମହାନ ଆମର ଧନ୍ୟବାଦ କରୁଛି। ମୋର ଯୋଗ୍ୟତା ନାହିଁ, ଉତ୍ତମତା ନାହିଁ, ପବିତ୍ରତା ନାହିଁ ପ୍ରଭୁ। ମୁଁ ଯେ ଗୋଟେ ବାକ୍ୟ କହିବି, ମୋର ସେପରି ବାକ୍ୟରେ ନିପୁଣ ବ୍ୟକ୍ତି ନୁହେଁ। ତୁମେ ଯାହା କହିବ ମତେ ହଜାଇ ଦିଅ, ଲୁଚାଇ ଦିଅ, ପବିତ୍ର ଆତ୍ମାର ଚାଳନା ପ୍ରେରଣା ଦେଇ ପ୍ରଭୁ ଏଇ ପ୍ରାତ ସମୟରେ ମତେ ତୁମେ କଥା କୁହ, ଏଇଟା ତୁମଠାରେ ନିବେଦନ କରୁଛି। ଆଉ ଯାହା କିଛି କହିବି ତୁମେ କୁହ ପ୍ରଭୁ, ତୁମ ହସ୍ତ ସମର୍ପିତ ହେଇ କୃତଜ୍ଞତା କ୍ଷମା ମାଗୁଛି ପିତା, ଆମେନ୍। ନିଶ୍ଚୟ ଆମେ ଜାଣୁ ଅନୁରୋଧକାରୀ ପ୍ରାର୍ଥନା ମଧ୍ୟରେ ଜଣେ ମାଓବାଦୀଙ୍କ ବିଷୟ ଆମେ ଦେଖିବା। ସେ ହେଲେ ମୂଷା। ମୂଷାଙ୍କ ଜୀବନରେ ସେ କି ଭାବେ ଜନ୍ମ ହେଲେ, କୋଉଠି ସେ ବଢିଲେ, ଆଉ ତାଙ୍କର ପରବର୍ତ୍ତୀ ଅବସ୍ଥା କ'ଣ, ବଢିଲା ପରେ କି ଦାୟିତ୍ୱ ପାଇଥାନ୍ତେ, କିନ୍ତୁ ସେଟା ସେ ବଡ କଲେ ନାହିଁ। କିନ୍ତୁ ଏଇ ଯେ ଇସ୍ରାଏଲ ଜାତି, ଶକ୍ତଗ୍ରୀବ ଜାତି, ଦୟା ଅନୁଗ୍ରହ ପାଇଲେ ମଧ୍ୟ 40 ଦିନର ରାସ୍ତାକୁ 40 ବର୍ଷ ଅତିକ୍ରମ କରିବା ମଧ୍ୟରେ କେତେ ପରିସ୍ଥିତି ସେମାନଙ୍କୁ ମୂଷା କିପରି ସଦା ପ୍ରଭୁଙ୍କର ନିର୍ଦ୍ଦେଶ ଅନୁସାରେ ଗଡ଼େଇ ନେଉଥିଲେ। ତା ମଧ୍ୟରେ ସେଇ ଇସ୍ରାଏଲ ଜାତି କି ରକମ କାର୍ଯ୍ୟ କଲେ, ଆଉ ମୂଷା କି ଭାବେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ, ଅନୁରୋଧ କଲେ, ଭଗ୍ନ ସ୍ଥାନରେ ଠିଆ ହେଲେ, ଏଇଟା ଆମେ ଜାଣୁ। ସେଥିରେ ଆମେ ଟିକେ ଦେଖିବା ଗୀତ ସଂହିତା 106 ପର୍ବ 20-23। ଗୀତ ସଂହିତା 106 ପର୍ବର 20-23। ଏହି ରୂପେ ସେମାନେ ତୃଣଭକ୍ଷକ ଗୋରୁର ପ୍ରତିମା ସହିତ
ଆପଣ ମାନଙ୍କ ଗୌରବ ସ୍ୱରୂପକୁ ପରିବର୍ତ୍ତନ କଲେ, ଯେ ମିଶରରେ ବିବିଧ ମହତ୍କର୍ମ, ହାମ ଦେଶରେ ନାନା ଆଶ୍ଚର୍ଯ୍ୟ କର୍ମ ଓ ସୁପ ସମୁଦ୍ର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ, ସେମାନେ ଆପଣ ମାନଙ୍କର ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ପାଶୁରିଲେ। ଏ ହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କର କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୂଷା ଭଗ୍ନ ସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ। ପ୍ରଭୁ ଏ ବାକ୍ୟ ଆଶୀର୍ବାଦ କରନ୍ତୁ। ନିଶ୍ଚୟ ବନ୍ଧୁ ଜାଣୁ ଯେ ମୂଷା ଯେତେବେଳେ କି ସେ ଆସିବାର ଟିକେ ବିଳମ୍ବ ହେଲା, ଏଟା ଆରମ୍ଭ କରି ବହୁତ ବିଷୟ ଲାଗିବ, କିନ୍ତୁ ଯେତେବେଳେ ସେ ମୂଷାଙ୍କର ପର୍ବତ ଓହ୍ଲାଇବା ବିଳମ୍ବ ହେଲା, ଲୋକମାନେ ହାରୋନଙ୍କ ନିକଟକୁ ରୁଣ୍ଡ ହେଲେ, ଆଉ ସେମାନଙ୍କର ଅଗ୍ରଗାମୀ ହେବା ପାଇଁ ଆପଣ ଆପଣର ଦେବତା ଆଉ ସବୁ ବାହାର କରି ଆଣିଲେ। ଆଉ ସେ ମୂଷାଙ୍କ ପ୍ରତି କଣ ଘଟିଲା ତା ମାନେ ଜାଣୁନୁ। ହାରୋନ ସେମାନଙ୍କୁ କହିଲେ, ତୁମାନେ ଆପଣ ଆପଣ ଭାର୍ଯ୍ୟା ପୁତ୍ର କନ୍ୟାର ସମସ୍ତ ସ୍ୱର୍ଣ୍ଣକୁଣ୍ଡଳ କାଢି ମୋ ନିକଟକୁ ଆଣ। ତହିଁରେ ସମସ୍ତ ଲୋକ ଆପଣ ଆପଣ କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳ ସବୁ କାଢି ନେଲେ ଆଉ ହାରୋନ କତିକି ଆଣିଲେ। ଆଉ ସେ ସେମାନଙ୍କ ହସ୍ତତା ନେଇ ଗୋଟେ ଶିଳ୍ପାତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଗୋଟେ ଢଳା ବାଛୁରୀ ନିର୍ମାଣ କଲେ। ଆଉ ସେତେବେଳେ କହିଲେ, ଇସ୍ରାଏଲ ଯେଉଁ ଦେବତା ତମକୁ ମିଶ୍ର ଦେଶରୁ ବାହାର କରି ଆଣିଲେ ସେ ଏହି। ଏଥିରେ ହାରୋନ ତାହା ଦେଖି ତାହାର ସମ୍ମୁଖରେ ଗୋଟେ ବେଦୀ ନିର୍ମାଣ କଲେ। ପୁଣି କାଲି ସଦାପ୍ରଭୁଙ୍କ ଏଥିରେ ଲୋକମାନଙ୍କର ଆର ଦିନ ପ୍ରଭାତରେ ଉଠି ହୋମ ବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକୁ ନୈବେଦ୍ୟ ଆଣିଲେ। ଏ ଉତ୍ତରେ ରାଜା କରିବାକୁ ଲାଗିଲେ। ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଓହ୍ଲାଇ ଯାଅ, ତେଣୁ ତୁମର ଯେଉଁ ଲୋକମାନଙ୍କୁ ତୁମେ ମିଶ୍ର ବାହାର କରି ଆଣିଛ, ସେମାନେ ଆପଣ ମାନଙ୍କୁ ଭ୍ରଷ୍ଟ କରିଛନ୍ତି। ଆମେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ। ସେମାନେ ଆପଣ ମାନଙ୍କର ମଧ୍ୟ ଏକ ଛାଞ୍ଚରେ ଢଳା ପ୍ରତିମା ବେଶୁର ନିର୍ମାଣ କରି ତାଙ୍କୁ ପୂଜା କଲେ। ଏଣୁ ପୁଣି ତା ନିକଟରେ ବଳିଦାନ କରିବେ ବୋଲେ, ଇସ୍ରାଏଲ ଯେଉଁ ଦେବତା ତୁମକୁ ମିଶ୍ର ଦେଶରୁ ବାହାର କରି ଆଣିଲେ ସେ ଏହି। ସଦାପ୍ରଭୁ ମୂଷାକୁ କହିଲେ, ଆମେ ଏଇ ଲୋକମାନଙ୍କୁ ଦେଖିଲୁ, ଦେଖ ସେମାନେ ଅତିଶୟ ଶକ୍ତ ଗ୍ରୀବ ଲୋକ, ଏଣୁ ତୁମେ ଆମକୁ ଛାଡ଼ି ଦିଅ, ଆମର କ୍ରୋଧ ସେମାନଙ୍କ ପ୍ରତିକୂଳ ପ୍ରଜ୍ୱଳିତ ହୋଇଛି। ଆମେ ସେମାନଙ୍କୁ ସଂହାର କରିବା, ଆମେ ତୁମକୁ ମହାକୃଷି କରିବା। କେତେ ପରିସ୍ଥିତି, 40 ଦିନର ରାସ୍ତା 40 ବର୍ଷ ହେଲା, ପଥ ମଧ୍ୟରେ କି ପ୍ରକାର ଆଶ୍ଚର୍ଯ୍ୟ କାର୍ଯ୍ୟ ମାନ ପ୍ରଭୁ କରିଛନ୍ତି, ଏଇଟା ସେମାନେ ଭୁଲିଗଲେ। ଏଇ ରକମର ବିଶେଷ ସେମାନେ କଲେ, କିନ୍ତୁ ଏଥି ମଧ୍ୟରେ ମୂଷାଙ୍କର ପରିସ୍ଥିତି କି ହେଇଥିବ। କିନ୍ତୁ ଏଇ ସମୟରେ ମଧ୍ୟ ମୂଷା ସଦାପ୍ରଭୁ ଠାରେ ଅନୁରୋଧ କରୁଛନ୍ତି, ନିବେଦନ କରୁଛନ୍ତି, ତମେ ତ ନିଜେ କହିଥିଲ ଆପଣ ଦାସ ଅବ୍ରାହମ ଈଶ୍ୱର, ଇସାକର ଈଶ୍ୱର, ଇସ୍ରାଏଲକୁ ସ୍ମରଣ କର। ତମେ ଆପଣ ନିଜ ନାମରେ ଶପଥ କରି ସେମାନଙ୍କୁ କହିଛ, ଆମେ ଆକାଶର ତାରାଗଣ ନିଏ ତମମାନଙ୍କୁ ବଂଶ ବୃଦ୍ଧି କରିବା। ଯେଉଁ ସବୁ ଦେଶର କଥା କହିବ ତାହା ତୁମମାନଙ୍କ ବଂଶକୁ ଦେବା, ସେମାନେ ଅନ୍ତକାଳ ତାହା ଅଧିକାର କରିବେ। ତେବେ ସଦାପ୍ରଭୁ ଆପଣ ଲୋକମାନଙ୍କ ପ୍ରତି ଯେଉଁ ଅନିଷ୍ଟ କରିବାର କଥା କହିଥିଲେ, ତହିଁରୁ ନିବୃତ୍ତ ହୁଅ। ମୂଷା ମୁଖ ଫେରାଇ ସାକ୍ଷ୍ୟ ସ୍ୱରୂପେ 2 ପ୍ରସ୍ତର ପଟା ପୁରେଇ ଲେଖିନି ପର୍ବତ ବୁଲାଇଲେ, ଆଉ ସେ ପ୍ରସ୍ତର ଏକ ପାର୍ଶ୍ୱରେ ସେ ପ୍ରକାର ଲେଖା ଥିଲା। ସେଇ ପ୍ରସ୍ତର ପଟା ପରମେଶ୍ୱର ନିର୍ମିତ ତହିଁର ଖୋଦିତ ଲିଖନ ପରମେଶ୍ୱର ଲିଖନ ଥିଲା। ଆଉ ମୂଷା ଆଉ ଲୋକମାନେ ଉଚ୍ଚରବ କରନ୍ତେ ଜୋଶ ଲୋକମାନଙ୍କ କୋଳାହଳ, ଆଉ ମୂଷାଙ୍କୁ କହିଲେ ଛାଉଣିରେ ଯୁଦ୍ଧ ଶବ୍ଦ ହେଉଛି। ଏଥିରେ ସେ କହିଲେ ଜୟଧ୍ୱନିର ଶବ୍ଦ ନୁହେଁ, ପରାଜୟ ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଦେଖୁଛି। ଏଥିରେ ସେ ଛାଉଣି ନିକଟବର୍ତ୍ତୀ ହେବା ମାତ୍ରେ ବାଛୁରୀ ନୃତ୍ୟ ଦେଖିଲେ, ଆଉ ମୂଷାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତେଣୁ ସେ ଆପଣା ହସ୍ତରୁ ସେ 2 ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ। ସେମାନଙ୍କ ନିର୍ମିତ ବାଛୁରୀ ଅଗ୍ନିରେ ପୋଡ଼ିଲେ, ଆଉ ତା ପେଶି ଧୂଳି କଲେ, ଆଉ ଜଳ ଉପରେ ଛିଞ୍ଚି ଦେଇ ଇସ୍ରାଏଲ ସନ୍ତାନଙ୍କୁ ପିଆଇଲେ। ଏ ସମସ୍ତ କାର୍ଯ୍ୟ ଆମେ ନିଶ୍ଚୟ ଜାଣୁଛୁ, ଦେଖୁଛୁ, ଶୁଣୁଛୁ।
बहुत काल समस्त जानवा विषय किंतु परिस्थिति से सदा प्रभु ठारे निवेदन कर केवल निवेदन नुहे जो कथा सदा प्रभु ठारे कहिसंती जे क्रोध हेबा ठारू निवृत्त हेबा निमंते पुणी से कहले से 32 पर्व यात्रा 32 पर्व 32 पदरे तथापि एबे तुम्हें जेबे सेमानंकर पाप क्षमा करिबो जेबे न करिबो तेबे मु विनय करबसी तुम मोर लिखित पुस्तक मोहर नाम काटी पका एते बड़ डिसीजन लिखित पुस्तक नाम काटी पकाओ किंतु सेमान को तुम्हें क्षमा कर एटा केते बड़ विषय जे से शत्रु विचय जाति मनते मूसांकर की अद्भुत त्याग सीता क्लिप करकार भग्न स्थान रे से त्याग सदा प्रभु अनुरोध करछंते ता अद्वितीय जीवन पुस्तक को नाम काटी दियो ता अर्थ हला जीवन पुस्तक को नाम काटिबा विषय हला नरक जंत्रणा भोगबा सदा को साक्षात मारी कहले मुझे कोप फेराइबा निमंते मतांक मनते संसार सम्मुख ठिया हेले सदा पर जब मोसांक प्रार्थना सुनबा को कोनसी प्रकार आज हेउ नथिले कारण जबे समानकर पाप क्षमा न करिवो तबे मु विनय करूसी तुमरो लिखित पुस्तक नाम काटी पका एटा इस्राएल संतान मान को निमंते तांको की प्रेम ओ की त्याग शिकार चरम परिप्रकाश देखबा को मिलछि कारण सदा प्रभुंकर निमंते नरक जंत्रणा मत भोग करबा से प्रस्तुत छथि कि अद्भुत तांकर प्रेम एटा से प्रभु यीशु को प्रतीक स्वरूप हेले वास्तविक आत्मत्याग छड़ा कौन से अनुरोधकारी प्रार्थना करी हुए ना जो मान को भग्न स्थान ठिया हेबाको अपराधर दंड मूसा जब इस्राएल जीवन पुस्तक नाम काटी नरक जंत्रणा मत ना प्रस्तुत हेले तबे सदा प्रभु इस्राएल को क्षमा कले बंधुगण आज प्लाटफर्म रे जते हम उपस्थित असु आमे देखू यही प्रकार प्रार्थना यही प्रकार अनुरोध यही प्रकार वाक्य यही माने विपद रे पड़े मत साहाय्यकारी मंडली रे मु देखा को पारुछि मोर व्यक्तिगत जीवन रे ता अनुभव करुछि निश्चय मते मो परिवार जो सब घटना सब घटला आपण माने जानते प्रतिदिन महिला समिति रे प्रतिदिन एक मॉर्निंग प्रेयर प्रतिदिन राति मीटिंग रे प्रार्थना करबा सहित अनुरोध करबा सहित भग्न स्थान रे ठिया हे हठात कौन विषय है हताश निराश हो जा आमर बड़ भाई राउल आज्ञा वीरेंद्र आज्ञा अमर भाई सिस्टर मधुस्मिता भौणी अन्य माने मत विशेष मत साहाय्य करि साहस दे धैर्य दे गत काली निश्चय मत स्मरण कर राउल आज्ञा राउल बड़ भाई जे निश्चय बड़ भाई तुम काली की वाक्य कहबार तुम्हें वाक्य कह आगुरी तो वीरेंद्र आज्ञा भी फोन करते 3 तारीख आईपरी गोटे विषय मोर जीवन और मुझे टेंशन है विषय जो राउल आज्ञा को कहली बड़ भाई ये परिस्थिति हो जाए मो परिवार मो पिला कौन करी टेंशन मत एत साहस देले एत धैर्य देले प्रार्थना कर सब प्रार्थना कर भग्न स्थान ठिया हबार विषय परिस्थिति को बदलवा निमंते प्रभु निवेदन कर विषय आज यही मंडली देखा मोर आत्मीय समय करना जदि यहाँ न था मुझे भाव मो जीवन को सजाड़ा जीवन प्रस्तुत करी आज मत प्रभु मत यहाँ कर दे यही कथा तुम्हें कह तुम्हें ये विषय तुम्हें पाइस अन्य मान को मत कि कह प्रयोजन अच्छी बोली यही वाक्यटा मो जीवन को आसला मो सार विषय तेणु कि परिस्थिति मध्य दे इस्राएल जाति मान को कढ़े नेले एटा अति गुरुत्वपूर्ण विषय तेणु निजको से देखले ना मु पछे से नरक जंत्रणा भोगबी किंतु एमाने रक्षा पात
ମନେ ପଡୁଛି ଭଗ୍ନସ୍ଥାନରେ ଠିଆ ହେବା ବିଷୟ, ମନେ ପଡୁଛି ନିଶ୍ଚୟ ପ୍ରତି ସମୟ ପ୍ରତି ଘଣ୍ଟା ପ୍ରାର୍ଥନା କରିବାର ବିଷୟ, ଆମମାନଙ୍କର ସିଷ୍ଟର ମଧୁସ୍ମିତା ଭଉଣୀଙ୍କର ବିଷୟ, ଯେତେବେଳେ ତାଙ୍କ ସାନ ପୁଅ ଅସୁସ୍ଥ ହେଇଥିଲେ ମେଡିକାଲରେ ଥାଇ ମଧ୍ୟ ଖାତା ଧରି ପ୍ରତ୍ୟେକ ଜଣଙ୍କ ନାମ ଧରି 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 ସେ ପ୍ରାର୍ଥନା କରୁଛନ୍ତି, ଆଜି ପର୍ଯ୍ୟନ୍ତ କରୁଛନ୍ତି, ଆପଣ ମାନେ ବି କରୁଛନ୍ତି। এই পুরস্কার প্রভু রଖିଛନ୍ତି। ଆମେ କେ କୁଆଡେ ଗଲେ କଣ ହେଲା, ଆମ ଜୀବନ କିପରି ହେଲେ କଣ ହେଲା, କିନ୍ତୁ ଏଇ ଯୋଉ ଏ ଭଗ୍ନ ସ୍ଥାନରେ ଠିଆ ହେବା ବିଷୟ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ବନ୍ଧୁଗଣ, ପ୍ରଭୁ ଏ ବାକ୍ୟ ଦ୍ୱାରା ମୋ ପାଇଁ କଥା କହୁଛନ୍ତି ଯେ ମୁଁ ମଧ୍ୟ ହୁଏତ ଅନ୍ୟମାନଙ୍କ ପାଇଁ ସେ ପ୍ରାର୍ଥନା ମୁଁ କରିପାରୁନି, ବ୍ୟକ୍ତିଗତ ଜୀବନ ପାଇଁ ଖାଲି ସ୍ୱାର୍ଥରେ ମୋର ଏମିତି ହେଇଗଲା, ମୋର ପିଲାମାନଙ୍କ ପାଇଁ ଏମିତି ହେଇଗଲା, ଆଉ ଏଟା ଅଭାବ ଅଛି, ଚାକିରି ନାହିଁ, ଘର ନାହିଁ, ଆଉ ଘରରୁ ବାହାର କରିଦେବା ପାଇଁ କହୁଛନ୍ତି, ଆମେ କେମିତି ହେବୁ କଣ ହେବା, এইଟା ହିଁ ମୋର ବ୍ୟକ୍ତିଗତ ଜୀବନ କାଷ୍ଟ। କିନ୍ତୁ এইଟା ଆମେ ଶିକ୍ଷା ପାଇଲି, ମୋ ପାଇଁ ପ୍ରয়োଜନ ଥିଲା ଯେ ବାକ୍ୟ ଯେ ଅନ୍ୟ ପାଇଁ ପ୍ରଥମେ ଚିନ୍ତା କରିବାର, କାରଣ ନିଜ ଠାରୁ ଅନ୍ୟକୁ ଶ୍ରେଷ୍ଠ କରୁଛି। ଯେହେତୁ ସେ ଫିଲିପିଓ 2:3-4 ମଧ୍ୟ ଆମେ ଦେଖୁ ଯେ এই নম্রতার বিষয়। ମୂଷା ଜଣେ নম্রতা ଥିଲେ, ତାଙ୍କ ପାଖରେ নম্ର ଥିଲା। ପ୍ରଭୁ ଯୀଶୁଙ୍କ ଯେପରି নম্ରତା, ସେଇ নম্ରତା ଆମମାନଙ୍କର ମୂଷାଙ୍କ ପାଖରେ ଥିଲା ଏବଂ ସେ ଏଇ ଅନୁରୋଧ ସେ କରି ଯାଇଛନ୍ତି, ଏଇଟା ଆମେ ଜାଣିଛୁ। ପୁଣି ସଦା ପ୍ରଭୁ ତାଙ୍କରି ଅନୁରୋଧରେ ନିଶ୍ଚୟ ଯେଉଁ ପ୍ରାଣୀ ପାପ କରେ ସେ ମରିବ ହିଁ ମରିବ, ପାପର ବେତନ ମୃତ୍ୟୁ, କିନ୍ତୁ ମରଣରେ ସଦାପ୍ରଭୁ ସନ୍ତୋଷ ନାହିଁ। ସେ ଯେପରି ଫେରିବ, ଏଇ ବଞ୍ଚିବ, ଯାହାକି ଜିହିଜିକଲ 28 ପର୍ବର 23 ଅନୁସାରେ, ଜିହିଜିକଲ ତାର 18 ପର୍ବ 23 ପଦରେ ଆମେ ଦେଖୁଛୁ ପ୍ରଭୁ ସଦାପ୍ରଭୁ କହନ୍ତି, ଦୁଷ୍ଟର ମରଣରେ କି ଆମର କିଛି ସନ୍ତୋଷ ଅଛି, ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମର ସନ୍ତୋଷ ନାହିଁ। ତେଣୁ ଏଇମାନେ କିପରି ସେ କୁପଥରୁ ଫେରିବେ, କି ଭାବେ ରକ୍ଷା ପାଇବେ, ସେଥିପାଇଁ ମୂଷା ସେମାନଙ୍କୁ ଅନୁରୋଧ କରିଥିଲେ। ବନ୍ଧୁଗଣ, ଆଜି ଏ ବାକ୍ୟ ଦ୍ୱାରା ମୁଁ ମଧ୍ୟ ଯେ ଅନ୍ୟ ପାଇଁ ପ୍ରଥମେ ଯେମିତି ମୁଁ ଚେଷ୍ଟା କରିବି, ଚିନ୍ତା କରିବି, ଏଇଟା ବିଶେଷ ପ୍ରয়োଜନ। ତାହେଲେ ଅନ୍ୟ ପାଇଁ ଯଦି ପ୍ରାର୍ଥନା କରୁ, ଅନ୍ୟ ପାଇଁ ଯଦି ଭଗ୍ନସ୍ଥାନରେ ଠିଆ ହଉ, ଅନ୍ୟ ପାଇଁ ଯଦି ନିବେଦନ କରୁ, ହେଲେ ଆମମାନଙ୍କର ବିଷୟ କଣ ପ୍ରୟୋଜନ ଅଛି, ପ୍ରଭୁ ନିଜେ ତାହା ପୂର୍ଣ୍ଣ କରିବେ। ଏଇଟା ହେଲା ମୂଷାଙ୍କର ଜୀବନ ଦ୍ୱାରା। ଆଉ ଗୋଟେ ଘଟଣା ମୂଷାଙ୍କର ଆମେ ଜାଣୁ ଯେ ମୂଷା ଯେତେବେଳେ କି ମୂଷାଙ୍କ ବିରୁଦ୍ଧରେ ମରିୟମ ପୁଣି ତା ସହିତ ହାରଣ ବସସା କଲେ ଯେ ମୂଷାଙ୍କ ସାଙ୍ଗରେ ଖାଲି ସଦାପ୍ରଭୁ କଥା କହିବେ, ଆମ ସାଙ୍ଗରେ କଣ କଥା କହିବେ ନା। ସେତେବେଳେ ସଙ୍ଗେ ମୂଷା ଈଶ୍ୱର ସଦାପ୍ରଭୁ ଦେଖିଲେ ଯେ ସେ ମନୁଷ୍ୟ ନୁହନ୍ତି, ସେ ହୃଦୟର ମର୍ମର କଥା। ଅନ୍ତର୍ଯାମୀ ପ୍ରଭୁ ଏଇ କଥା ଶୁଣିଲା ପରେ ସେ ସଦାପ୍ରଭୁ ମୂଷା ଯେ ତାଙ୍କର ବଚସାକାରୀ ମରିୟମଙ୍କ ନିମନ୍ତେ ସଦାପ୍ରଭୁ ନିକଟରେ ସେ କ୍ରନ୍ଦନ କଲେ ଏବଂ ସଙ୍ଗେ ସଙ୍ଗେ ଏଇଟା ଦ୍ୱାରା ମରିୟମଙ୍କୁ କୁଷ୍ଠ ରୋଗ ଆକ୍ରାନ୍ତ ହେଲା। ମୋ ପାଖରେ କୌଣସି ଶତ୍ରୁ ମିତ୍ର ନାହିଁ, କିନ୍ତୁ ପ୍ରଭୁ ଯୀଶୁ ଶିକ୍ଷା ଦେଇଛନ୍ତି, ତୁମମାନଙ୍କୁ ନିଜ ନିଜ ଶତ୍ରୁ ମାନଙ୍କୁ ପ୍ରେମ କର, ଯେଉଁମାନଙ୍କୁ ତୁମମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ମୂଷାଙ୍କ ଜୀବନରେ ଆଜି ମୁଁ ହେଇଥିଲେ କଣ କହିଥିଲା, ମୋ ପାଇଁ ଏତେ ମାନେ କଥା କହୁଛନ୍ତି, ଭଲ ହେଇଛି, ତା କୁଷ୍ଠ ରୋଗ ହେଇଗଲା, କିନ୍ତୁ ମୂଷା ଅନୁରୋଧ କଲେ, ପ୍ରାର୍ଥନା କଲେ। ମୂଷାଙ୍କ ଜୀବନରେ ଏ ବିଷୟରେ ବାସ୍ତବ କାର୍ଯ୍ୟ ସାଧନ ଆମେ ଦେଖିବାକୁ ପାଉ ଯେ ମନୁଷ୍ୟ ହେଲେ ମଧ୍ୟ ମନେ ମନେ କହିଲେ, ମୁଁ ଭଲ ହେଇଛି ବୋଲି କହିଥିଲି, ଯେମିତି ମୋ ବିରୁଦ୍ଧରେ ତୁମେ କଥା କହିଛ ସେମିତି ଫଳ ପାଇଛ। ଯେ ତାଙ୍କ ଜୀବନ କେତେ ଉର୍ଦ୍ଧ୍ୱରେ, ତାଙ୍କ ବଂଶଶାଖାରୀ ମାନଙ୍କ ବିରୁଦ୍ଧରେ ତାଙ୍କର କୌଣସି ତିକ୍ତ ଭାବ ନଥିଲା, ବରଂ ତାହାଙ୍କର ଦଣ୍ଡ ଯେପରି ମୋଚନ ହେବ ସେଥିପାଇଁ ସରଳ ନୟନରେ ପରମେଶ୍ୱରଙ୍କ ନିକଟରେ ଅନୁରୋଧ ପ୍ରାର୍ଥନା କରିଥିଲେ। ତାଙ୍କ ଏଇ ଆଚରଣ ମଧ୍ୟରେ ଆମେ ପ୍ରଭୁ ଯୀଶୁଙ୍କୁ ହିଁ ଦେଖିପାଉ। କାରଣ ଯେତେବେଳେ କି
आचरण से माने कले तो सदाप्रभु तो ओल्लेखि कहले जे तुम तंबुर बाहर को आस। बाहर को आसला कहले जे मूसांकु स्वप्न द्वारा कि दर्शन द्वारा मु कथा कहली मु सम्मुखा सम्मुख कथा विषय शुणी कि कुष्ठ रोगी आसीगला क्या से मरियम किंतु बंधुगण से स्थान बसिकी भावे कष्ट आए से प्रार्थना करे अनुरोध कले सुस्थ करने निमंत्र यही मूसांकर कारण प्रथम कोरिन्थ 13 पर्व अच्छी आम जानू जे प्रेम कि प्रकार प्रेम तांको जीवन रे थिला जे प्रेम दीर्घ सहिष्णु प्रेम हितजनक ईर्ष्या करे नहीं आत्म बढ़िया करे नहीं अहंकार करे नहीं अनुचित व्यवहार करे नहीं स्वार्थ चेष्टा करे नहीं विरक्त हुए नहीं अपकार शरण रे रखे नहीं अधर्म रे आनंद करे नहीं किंतु सत्य आनंद करे समस्त किसी सह करे यही थिला प्रेम मूसांक निकट रे। आज मो से प्रेम मो ठारे अभाव अच्छी जने लोक जो मो विरुद्ध जाऊँगी जे मु प्रार्थना कर बर मन रे केते मो निमंते माने एरकम कथबार्ता कर प्रार्थना करवा छड़ा बर शैतान एपरी आने देते मु किसी करना अनायास मो एमती कथा यहाँ मन रे आसे शैतान आने किंतु यहाँ द्वारा मो मत शिक्षा दे तुम्हें जहाँ को भी प्रार्थना तो कर समस्त प्रार्थना से प्रार्थना अनुरोध करना बड़ कथा ना जे तुमको बहुत लोग प्रभु को पाई ना वर्तमान परिस्थिति बहुत लोग प्रभु ताड़ना आम ताड़ना निंदा ताड़ना परीक्षा समस्या आसी किंतु से प्रार्थना करवाटा बड़ विषय जेपरी से रक्षा पातु ये मूसांकर जीवन तेणु आज विशेष दिन में प्रभु मत ये कथा कहते कि भावे मु अन्य पाई मत प्रेम करी मूसांकर ये जो सहिष्णुता मूसांकर ये त्याग स्वीकार जीवन पुस्तक नाम काटिदेवाटा केते बड़ विषय। आजिकल जगत में आम जो बैंक को जाओ प्रथम आमको दरकार पड़े आधार कार्ड हेले आम बैंक खोला है आमको चिन्हट करने भोटर आईडी दरकार हो बैंक टंका भी अच्छे भी बैंक बही खोला हो जगत विषय किंतु बंधुगण जीवन पुस्तक जो नाम कटिगले आमर से 12 वर्ष शिशु कुआ पूरा नाश कर किंतु मूसा कहले मो जीवन पुस्तक नाम काटी पका किंतु एमानकु ईश्वर जाति को सब सप्त ग्रह जाति को प्रभु क्षमा कर तुम्हें क्षमा करो एटा थिला तांकर एते बड़ त्याग स्वीकार कुष्ठ रोगी हेले मत से कुष्ठ रोगी हेले तुम जानिछ मुख्य मूसा निजे से देखिछन्ते सदा प्रभु जो जे संगे संगे था कुष्ठ रोगी तांकु मध्य सुस्थ हेबा पाए प्रार्थना कले अनुरोध कले आज मोर जीवन एटा आसुचे मु सिद्धि करि पारुछि कि मते प्रयोजन से वाक्य मते प्रयोजन बोली प्रभु एटा मते जणे जे कहबा पाए किंतु प्रभु शिशु वर्तमान समय से मान निमंते प्रार्थना करूसी ए जो दुख भोग समय पड़ी आम जानूँ देश अधार्मिक निमंते से प्रार्थना कले से क्षत विक्षत हेले निजक शून्य कले एवं ए पिता माने कौन करते माने जानते ना तुम्हें मान को क्षमा करो प्रभु जीशुकर प्रार्थना समस्त निमंते प्रार्थना कले किंतु जोहन 17 पर्व जो प्रार्थना प्रभु जीशुकर जोहन प्रार्थना से स्थान से कहले जोहन 17 पर्वर 9 पदर अच्छी एवं 12 पदर अच्छी तुम जो मान को मत मुझे मत प्रार्थना कर स्थान मीटिंग जे आम प्रस्तुत करने प्रहरी सदृश कार्य कर राउल आज्ञा वीरेंद्र आज्ञा अमर भाई शिशर मधुस्मिता अन्य मैंने भी अच्छा पक्षाघाती रोगी को 4 जन जा छात कोणा करके प्रभु जीशु को जिंतु नहीं पहुंचे थे
ମୁଁ ଗୋଟେ ପଛୁଆ ଜାତିର କିପରି ମୋ ପରିବାର ମୋ ପଛୁଆ ଜାତିର କିପରି ଛାତ କିଣା କରି ଏ ଚତୁର୍ଥ ମାସରେ 4 ଜଣ ସେ ଛାତ୍ର ଓହ୍ଲେଇ ଦେଇଛନ୍ତି ପ୍ରଭୁ ଯୀଶୁଙ୍କ ପାଖରେ, ଯେମିତିକି ମୁଁ କ୍ଷମା ପାଇବି, ମୁଁ ଯେମିତିକି ଏ ସମସ୍ତ ବିପଦ ରକ୍ଷା ପାଇବି, ମୋ ପରିବାର ରକ୍ଷା ପାଇବି। ଏଇ ଭାବେ ବନ୍ଧୁଗଣ ଆଜି ଯୋଉମାନଙ୍କର କାହାକୁ ସେ କଥା କହିଲେ ଯେଶାୟା 53ର ସେ ଯୌନ 17 ପର୍ବର 9-12 ପଦ ତା ଶିଷ୍ୟମାନଙ୍କ ନିମନ୍ତେ ସେ ପ୍ରାର୍ଥନା କଲେ। ଶିଷ୍ୟମାନଙ୍କ ସହିତ ପ୍ରାର୍ଥନା କଲେ ସେ 9 ପଦ, ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, ଜଗତ ନିମନ୍ତେ ପ୍ରାର୍ଥନା କରୁନାହିଁ, କିନ୍ତୁ ତୁମେ ମତେ ଯେଉଁମାନଙ୍କୁ ଦେଇଅଛ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମର, ଯେହେତୁ ଯାହା ଯାହା ମୋହର ସେଇ ସବୁ ତୁମର, ଯାହା ଯାହା ତୁମର ସେଇ ସବୁ ମୋହର, ଆଉ ମୁଁ ସେମାନଙ୍କ ଠାରେ ମହିମାନ୍ୱିତ ହେଉ। ପୁଣି 12 ପଦରେ ତା ସହିତ ମୁଁ ହେବି ତ ତୁମେ ମୁଁ ଯେପରି ଏକ, ଏମାନେ ମଧ୍ୟ ମୋ ସହିତ ଏକ ହୁଅନ୍ତୁ, ଆଉ ଏଇ ସମସ୍ତ ନେଇ ଅନ୍ୟମାନଙ୍କ ମଧ୍ୟରେ ଏକତା କରନ୍ତୁ, ମଣ୍ଡଳୀକୁ ଏକତା କରନ୍ତୁ, ସମାଜରେ ଏକତା କରନ୍ତୁ, ନିଜ ପରିବାରରେ ଏକତା କରନ୍ତୁ। ଏଇ ପ୍ରାର୍ଥନା ଥିଲା ପ୍ରଭୁ ଯୀଶୁଙ୍କର ପ୍ରାର୍ଥନା, ଯେ ଯୌନ 17 ପର୍ବର ପ୍ରାର୍ଥନା। ଆଜି ମୋ ପାଇଁ ମୋ ପରିବାର ଏଇଟା ବିଶେଷ ପ୍ରয়োଜନ ଥିଲା ଏ ବାକ୍ୟ ନିମନ୍ତେ। ତେଣୁ ମୁଁ କହିବା ଭିତରେ ହୁଏତ କିଛି ଭୁଲ ଥାଇପାରେ, ମୁଁ ମନୁଷ୍ୟ। ପୋଲିସ ଲୋକ ଗୋଟେ କି ବାକ୍ୟ କହିବ, ପୋଲିସ ପାଠ 3 ଦୁଣେ 8। ଆମେ ଯେତେ ଚାକିରି କରୁଥିଲୁ, ଚାକିରିର ଜୀବନରେ ଯଦି ସେ ଏସପି ପାଖକୁ ଯାଉ କି ଡିଜି ପାଖକୁ ଯାଉ, ତା ଆଗରେ ଠିଆ ହେଲେ କ୍ୟାପ୍ ଥିଲେ ସାଲ୍ୟୁଟ ମାରିବୁ, କ୍ୟାପ୍ ନଥିଲେ ହାତ ତଳକୁ କରି ସାବଧାନ ହେଇ ଠିଆ ହେଇଥିବ। ଯୋଉ ପର୍ଯ୍ୟନ୍ତ ସେ କିଛି କଥା ନ କହିବା ପର୍ଯ୍ୟନ୍ତ ସେ କେତେ ସମୟ ହେଲେ ମଧ୍ୟ ଆଉ ସେ ସାବଧାନ, ସେ ଗୋଡ ଏପଟ ସେପଟ କରିବାକୁ ହେବ ନା। ଜଗତ ଲୋକ ଏତେ ଭାବେ ଆମେ ସମ୍ମାନ ଦେଇ ପକଉଥିଲୁ, କିନ୍ତୁ ପ୍ରଭୁ ଯୀଶୁ ସେ ସମ୍ମାନ ମୁଁ ଦେଇପାରୁଛି କି? ମତେ ପ୍ରଶ୍ନ ଆଦି, ସେଇଟା ମୋ ପ୍ରଶ୍ନ, ମତେ ପ୍ରଭୁ ପ୍ରଶ୍ନ କରୁଛନ୍ତି। ଅନ୍ୟ ପାଇଁ ମୁଁ ସେ ନିବେଦନ କରିପାରୁଛି କି? ଅନ୍ୟ ନିମନ୍ତେ ଅନୁରୋଧ କରିପାରୁଛି କି? ଅନ୍ୟର ଦୁଃଖରେ ଦୁଃଖୀ ହେଇପାରୁଛି କି? ସେ ତ୍ୟାଗ ସ୍ୱୀକାର ମୁଁ କରିପାରୁଛି କି? ଭଗ୍ନ ସ୍ଥାନରେ ମୁଁ ଠିଆ ହେଇପାରୁଛି କି? ଏଇଟା ମୋ ପାଇଁ ପ୍ରାର୍ଥନା, ମୋ ପାଇଁ ଏଇ ପ୍ରଶ୍ନ ଆସିଛି। ତେଣୁ ବିଶେଷ କରି ଅନୁରୋଧ ବନ୍ଧୁ, ଆପଣ ମାନେ ପ୍ରାର୍ଥନା କରନ୍ତୁ ମୋ ପାଇଁ, ମୋ ପରିବାର ନିମନ୍ତେ, ଯେପରି ଶେଷ ପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କର ସମସ୍ତ ବାକ୍ୟ ଶିକ୍ଷା ସତ୍ୟ, ଯେ ପ୍ରତିଦିନ ଆପଣ ମାନେ ଏଇଟା ଏଇ ମଣ୍ଡଳୀ ଦ୍ୱାରା ଆମେ ବହୁତ କିଛି ଉପକୃତ ହେଇଛୁ। ବ୍ୟକ୍ତିଗତ ପ୍ରାର୍ଥନା, ପାରିବାରିକ ପ୍ରାର୍ଥନା, ମଣ୍ଡଳୀଗତ ପ୍ରାର୍ଥନା, ଖାଲି ପ୍ରାର୍ଥନା ନୁହେଁ, ଧୈର୍ଯ୍ୟ ଦେଉଛନ୍ତି, ସାହସ ଦେଉଛନ୍ତି। ଏଇଟା ଆମମାନଙ୍କ ନିମନ୍ତେ ପରିଚର୍ଯା କରୁଛନ୍ତି, ବାକ୍ୟର ପରିଚର୍ଯା, ପ୍ରାର୍ଥନାର ପରିଚର୍ଯା, ଆଉ ଆମମାନଙ୍କ ନିମନ୍ତେ ସାହସର ପରିଚର୍ଯା, ଧୈର୍ଯ୍ୟର ପରିଚର୍ଯା, ଏଇଟା ଆପଣମାନେ ଦେଉଛନ୍ତି। ଭଗ୍ନ ସ୍ଥାନରେ ଆପଣମାନେ ଠିଆ ହେଇଛନ୍ତି, ତ୍ୟାଗ ସ୍ୱୀକାର କରୁଛନ୍ତି, କେତେ ରାତି ଉଠେଇଛନ୍ତି, 3ଟା 3:30 ଉଠି ପ୍ରାର୍ଥନା କରିଛନ୍ତି, 4ଟା ବେଳେ ସମସ୍ତଙ୍କୁ ଉଠାଉଛନ୍ତି, ସମସ୍ତଙ୍କୁ ବାକ୍ୟ ପ୍ରତିଦିନ ଦେଇକି ଆମମାନଙ୍କୁ ଜୀବିତ କରୁଛନ୍ତି, ଯେପରି ପ୍ରଭୁଙ୍କର ଆଗମନ ଆମେ ଭାଗି ହେବୁ। ଆଗମନ ସହିତ ତାର ଯୋଉଦିନ ସେ ଆମମାନଙ୍କୁ ପ୍ରଭୁ ଡାକିବେ, ସେଦିନ ଜଗତରେ ଥିବା ପର୍ଯ୍ୟନ୍ତ ଆମେ ଯେପରି ସେଇ ମନୋନୟନକୁ ଦୃଢତା ରଖିବୁ, ପବିତ୍ର ଜୀବନ ଯାପନ କରିବୁ, ତାର ଗୌରବ କରି ଆମେ ପରିବର୍ତ୍ତ ହେବୁ, ଆଉ ପ୍ରଭୁ ଡାକିଲେ ପ୍ରଭୁଙ୍କ ନିକଟକୁ ଯିବୁ, ପ୍ରଭୁଙ୍କର ଆଗମନ ଭାଗି ହେବୁ। ଏଥିପାଇଁ ପ୍ରାର୍ଥନା କରିବେ, ଅନୁରୋଧ କରୁଛି। ମୁଁ କହିବା ଭିତରେ କିଛି ଭୁଲ ଅଛି ଆପଣ ମାନେ କ୍ଷମା କରିବେ, ଆଉ ମତେ ସୁଯୋଗ ଦେଇଥିବାରୁ ପୁଣି ଆଉ ଥରେ ମୁଁ ପ୍ରତ୍ୟେକ ଚରଣ ତଳେ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ପ୍ରଭୁ ଏ ବାକ୍ୟରେ ଆଶୀର୍ବାଦ କରନ୍ତୁ ମତେ ଏବଂ ଆମ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ, ଆମେନ୍। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆସୁ ପ୍ରାର୍ଥନା କରିବା ଆମମାନଙ୍କ ମଧ୍ୟରେ ବ୍ରଦର ଅମର ସ୍ୱାଇଁ ଅଛନ୍ତି, ବାକ୍ୟ ନିମନ୍ତେ ବକ୍ତାଙ୍କ ପାଇଁ ଏବଂ ସମସ୍ତଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିଦେବେ। ଆସୁ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କର ପ୍ରେମିକ ପରମେଶ୍ୱର ପ୍ରଭୁ ଯୀଶୁ, ତୁମର ଧନ୍ୟବାଦ ପ୍ରଶଂସା ଗୌରବ କରୁଛୁ ବାପା। এই ସୁନ୍ଦର ପ୍ରାତଃ କାଳରେ ତୁମେ ଆମମାନଙ୍କୁ ତୁମର ଉପସ୍ଥିତିରେ ତୁମର ସାନ୍ନିଧ୍ୟ ମଧ୍ୟରେ ରହିବାକୁ ସୁଯୋଗ ଦେଲ। ଧନ୍ୟବାଦ ଦଉଛୁ ବାପା ତୁମର ସମସ୍ତ ଦୟା ପ୍ରେମ ଅନୁଗ୍ରହ ପାଇଁ। ଧନ୍ୟବାଦ ଦଉଛୁ ବାପା ତୁମେ ଆଶ୍ଚର୍ଯ୍ୟ ଭାବରେ ଆମ ପ୍ରତ୍ୟେକଙ୍କୁ ଆଜି ବାକ୍ୟ ଦ୍ୱାରା କଥା କହିଛ। ଧନ୍ୟବାଦ ଦଉଛୁ ବାପା ତୁମେ ଆମମାନଙ୍କ ପାଇଁ ସବୁବେଳେ ମନୋଯୋଗୀ ହେଇଛ, ପୁଣି ଆମମାନଙ୍କୁ ଗୋଟିଏ ପୃଥକୀକୃତ ଜୀବନ କାଟିବାକୁ ଦେଇଛ। ପ୍ରଭୁ ତୁମେ ଆମ ପ୍ରତ୍ୟେକ ପାଇଁ ଏତେ ମନୋଯୋଗୀ ହେଲେ ଯେ ଆମମାନଙ୍କୁ ପ୍ରାତଃ କାଳରେ ଉଠିବାକୁ, ପୁଣି ତୁମର ସେଇ ସାନ୍ନିଧ୍ୟ ମଧ୍ୟରେ ବସିବାକୁ, ତୁମର ବାକ୍ୟ ଶୁଣିବାକୁ ସବୁବେଳେ ଉଦ୍ଯୋଗୀ କରେଇଲ।
ପ୍ରଭୁ ଯୋଉଥିପାଇଁ ଆମମାନେ ଯୋଗ୍ୟ ନୁହେଁ ତୁମେ ଆମମାନଙ୍କୁ ଯୋଗ୍ୟ କଲ, ଯୋଉଥିପାଇଁ ଆମମାନେ କେବେ ଚିନ୍ତା କରିନଥିଲୁ ତାଠାରୁ ଅଧିକ ତୁମେ ଆମମାନଙ୍କ ପାଇଁ ଚିନ୍ତା କଲ, ଆମମାନଙ୍କ ପାଇଁ ବୋଝଗ୍ରସ୍ତ ହେଲ, ସେ ଯୋଗୁଁ ଧନ୍ୟବାଦ ଦଉଛୁ। ଧନ୍ୟବାଦ ଦଉଛୁ ବାପା, ତୁମେ ଆଶ୍ଚର୍ଯ୍ୟ ଭାବରେ ଆଜି ନଗେନ୍ଦ୍ର ଭାଇଙ୍କୁ ବ୍ୟବହାର କଲ ବାପା। ନଗେନ୍ଦ୍ର ଭାଇଙ୍କୁ ତୁମେ ତାଙ୍କ ଜୀବନ ସାରା ଯଦିଓ ସେ ପୋଲିସ ଚାକିରିରେ ରହିଲେ ତଥାପି ବାପା ତୁମେ ତାଙ୍କୁ ବ୍ୟବହାର କରି ଚାଲିଲ, ତାଙ୍କୁ ମଧ୍ୟ ରିଟାୟାରମେଣ୍ଟ ପରେ ବ୍ୟବହାର କରି ଚାଲିଛ ତାଙ୍କ ପରିବାରକୁ, ସେ ଯୋଗୁଁ ଧନ୍ୟବାଦ ଦଉଛୁ ବାପା। ଏ ନଗେନ୍ଦ୍ର ଭାଇ ବୋଉଙ୍କୁ, ପୁଣି ତାଙ୍କର ପୁଅ ଅମରେନ୍ଦ୍ର ଭାଇଙ୍କୁ, ପୁଣି ସୁଶୋଧିତ ଭଉଣୀକୁ, ପୁଣି ଏଲିନା ନାତିକୁ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦରେ ଭରି ଦିଅ ବାପା। ପ୍ରତିଦିନ ସବୁଦିନ ସେ ତୁମ ପାଇଁ ଉଦ୍ଯୋଗୀ ହୋଇଥାନ୍ତି, ତୁମର ପାଇଁ ଭିନ୍ନ ଭିନ୍ନ ଜାଗାକୁ ଯାଇ ତୁମର ସେଇ ପ୍ରେମକୁ ପ୍ରକାଶ କରିଥାନ୍ତି, ସେଇ ସୁସମାଚାରକୁ ବାଣ୍ଟିଥାନ୍ତି। ସେ ଯୋଗୁଁ ଧନ୍ୟବାଦ ଦଉଛୁ ବାପା। ତୁମେ ତାଙ୍କୁ ଆହୁରି ବ୍ୟବହାର କର, ଆହୁରି ଆଶ୍ଚର୍ଯ୍ୟ ଭାବରେ ତାଙ୍କ ସହିତ ରହି ତୁମର ପାଇଁ ଉଦ୍ଯୋଗୀ ହେବାରେ ସାହାଯ୍ୟ କର ବାପା। ସୁନ୍ଦର ବାକ୍ୟ ଦ୍ୱାରା ତୁମେ ଆଜି ଆମ ପ୍ରତ୍ୟେକଙ୍କୁ କଥା କହିଲ ପ୍ରଭୁ। ତୁମେ ସେଇ ପରମେଶ୍ୱର ଯେ କି ସବୁ ରକ୍ତ ଆମ ପ୍ରତ୍ୟେକଙ୍କ ପାଇଁ ଢାଳିଦେଲ, ତୁମେ ଆମ ପ୍ରତ୍ୟେକଙ୍କ ପାଇଁ ଚିନ୍ତା କଲ, ବ୍ୟସ୍ତ ହେଲ ବାପା। ତୁମେ ଆଜି ଆମମାନଙ୍କୁ ବାକ୍ୟରେ ଶିଖେଇଲ ବାପା, କିପରି ଅନ୍ୟ ପାଇଁ ପ୍ରେମ କରାଯାଏ, କିପରି ଅନ୍ୟ ପାଇଁ ତ୍ୟାଗ କରାଯାଏ, କିପରି ଅନ୍ୟ ପାଇଁ ପ୍ରାର୍ଥନା କରାଯାଏ, କିପରି ଅନ୍ୟ ପାଇଁ ବାପା ଆମମାନେ ଫାଟ ସ୍ଥାନରେ ଠିଆ ହେବାକୁ ପଡିଥାଏ। ତୁମେ ଯେତେବେଳେ ସୁଯୋଗ ପାଉନଥିଲୁ, ଆମମାନେ ଯେତେବେଳେ ପାପୀ ମାନଙ୍କ ମଧ୍ୟ ସ୍ଥାନ ଥିଲା ଆଉ ଆମମାନେ ପାପ କରି ଚାଲିଥିଲୁ, ସେତେବେଳେ ତୁମେ ଆମ ପ୍ରତ୍ୟେକ ପାଇଁ ବୋଝଗ୍ରସ୍ତ ହେଲ ବାପା। ତୁମେ ଆମମାନଙ୍କ ପାଇଁ ସେ ଫାଟ ସ୍ଥାନରେ ଠିଆ ହେଲ ଆଉ ସମସ୍ତ କଷ୍ଟର ଭାର ତୁମେ ନେଇଗଲ ବାପା। ତୁମେ ସବୁ ପାପକୁ ବୋହି ନେଲ, ପୁଣି ଆମମାନଙ୍କୁ ତୁମର ପାଇଁ, ତୁମ ରାଜ୍ୟ ପାଇଁ ପ୍ରସ୍ତୁତ ହେବା ପାଇଁ ସୁଯୋଗ ଦେଲ, ଯୋଗ୍ୟ ହେବା ପାଇଁ ସୁଯୋଗ ଦେଲ। କେତେ ପ୍ରେମ ପ୍ରକାଶ କଲ ବାପା। ଆଜି କଣ ଆମମାନେ ଅନ୍ୟ ପାଇଁ ତାହା କରିପାରୁଛୁ କି? ତୁମେ ସେଇ ପ୍ରଶ୍ନ ମଧ୍ୟ ଆମ ପ୍ରତ୍ୟେକଙ୍କୁ ପଚାରିବାକୁ ଆଜି ଚାହିଁଲ ବାପା। ଏ ଭାଇଙ୍କ ଦ୍ୱାରା ସୁନ୍ଦର ଭାବରେ କଥା କହିଲ ବାପା। ଆମମାନେ ଯେପରି ଅନ୍ୟ ପାଇଁ ସବୁବେଳେ ବ୍ୟସ୍ତ ରହିବୁ, ଚିନ୍ତା କରିବୁ, ଅନ୍ୟକୁ ପ୍ରେମ କରିବୁ, ଅନ୍ୟ ପାଇଁ ବୋଝଗ୍ରସ୍ତ ହେବୁ, ଅନ୍ୟ ପାଇଁ ପ୍ରାର୍ଥନା କରିବୁ, ଯାହା ଫଳରେ ତୁମେ ଅନେକ ଜୀବନରେ ନୂତନତ୍ୱ ଆଣିବ, ଅନେକଙ୍କୁ ତୁମର ପାଖକୁ ଟାଣି ଆଣିବ, ଅନେକଙ୍କୁ ତୁମ ରାଜ୍ୟର ପ୍ରଜା କରିବ ବାପା। ତୁମେ ସେ ଆମ ଠାରୁ ଅପେକ୍ଷା କରିଥାଅ। ଆମମାନଙ୍କୁ ବ୍ୟବହାର କର, ପୁଣି ସାହାଯ୍ୟ କର, ଆମମାନଙ୍କର ସବୁ ଦୁର୍ବଳତାକୁ ସବଳତାରେ ପରିଣତ କର ପ୍ରଭୁ। ତୁମ ରାଜ୍ୟ ପାଇଁ, ତୁମର ଗୌରବ ପାଇଁ ବିଶେଷ ଭାବରେ ବାପା ତୁମେ ଆଜି ନଗେନ୍ଦ୍ର ଭାଇଙ୍କୁ ବ୍ୟବହାର କରିଛ, ଆମ ପ୍ରତ୍ୟେକ ଜଣଙ୍କୁ ତୁମେ ଉଦ୍ଯୋଗୀ କରେଇଛ, ସେ ଯୋଗୁଁ ଧନ୍ୟବାଦ ଦଉଛୁ। ପ୍ରତି ସମୟକୁ ତୁମର ପାଖେ ସମର୍ପି ଦେଇ ଏଇ ଛୋଟ ଭିକ୍ଷା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। Amen. 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 Hallelujah. Hallelujah.